ହ୍ୟାଲୋ। ହଁ ହ୍ୟାଲୋ। ଚିନ୍ନୁ ଭାଇ। ଆଜ୍ଞା ଭାଇ କୁହନ୍ତୁ। ହଁ ଭାଇ ମୁଁ ପପୁ ଇଭେଣ୍ଟରୁ କହୁଛି ଭାଇ। ହଁ ତପୁ ଭାଇ କୁହ। ହଁ ଭାଇ ଫାଷ୍ଟ ଆପଣଙ୍କୁ ଆମ ଚ୍ୟାନେଲ କୋଟରୁ ଭାଇର ସ୍ୱାଗତ। ଧନ୍ୟବାଦ ଭାଇ ଧନ୍ୟବାଦ। ଭାଇ ମୁଁ କଣ ଶୁଣିଲି ଆପଣଙ୍କ ସେଟଅପ୍ କଣ ସେଲ୍ ହବ? ହଁ ସେଲ୍ ହବା ପାଇଁ ତ ଆଡ୍ସ ଦିଆହେଇଛି ଦେଖାଯାଉ। ଯଦି ପାର୍ଟି ବି ଏମିତି ଫୋନ କରୁଛନ୍ତି। ଯଦି ପାର୍ଟି ଫାଇନାଲ ହେଲା ଯୋଉଦିନ ଫାଇନାଲ ବି ହବ ନା ପୁରା ସେଲ୍ ହଉଛି ବୋଲି ସେଦିନ ବି କହିଦେବି କିନ୍ତୁ ବର୍ତ୍ତମାନ ଯାକେ ସେଲ୍ ହେଇନି। ହଁ ହଉ ଭାଇ ଯେ ଭାଇ ଆକୁ କଣ ନୂଆ ସେଟଅପ୍ ଆସିବ ନା କଣ ଭାଇ? ଦେଖାଯାଉ ଆଗ ପ୍ରଥମେ ସେଟଅପ୍ ସେଲ୍ ହଉ। ହଁ। କଣ ହଉଛି ଦେଖିବା ସେଟଅପ୍ ସେଲ୍ ହେଇ ସାରିଲା ପରେ ହେଠୁ ନିଷ୍ପତ୍ତି ନେବା ଯେ କଣ କରିବା ନା କରିବାନି। ଓହୋ ଭାଇ ଆମକୁ ତ ବହୁତ ଦୁଃଖତର ଭାଇ ଲାଗୁଛି ଆପଣଙ୍କର ସ୍ପାଇଡର ସେଟଅପ୍ ତ ପୁରା ଅଲ୍ ଓଡ଼ିଶାରେ ତ ଭାଇ ଫେମସ୍ ଥିଲା। ଜାଣିପାରୁଛି ଭାଇ କଣ କରିବି କୁହନ୍ତୁ ଭାଇ ମତେ ନିଜକୁ ବି ବହୁତ ଦୁଃଖ ଲାଗୁଛି। ହଁ ଭାଇ ଆପଣଙ୍କର ଜାଣିପାରୁଛି ମତେ ଭାଇ ବହୁତ ଦୁଃଖ ଲାଗୁଛି ଭାଇ ଯାହା ସେତିକି ଭଲ ପାଉଛ ବୋଲି ଦୁଃଖ ପ୍ରକାଶ କରୁଛ ଭାଇ ତାଠୁ ବଡ ଜିନିଷ ମୋ ପାଇଁ ଆଉ କିଛି ନାହିଁ ଭାଇ। ଯେ ଭାଇ ଆପଣଙ୍କର ସେଟଅପ୍ର ଯୋଉ ସେଲିଂ ପ୍ରାଇସ୍ ଟା କେତେ ରହିବ? ତପୁ ଭାଇ ମେନ୍ କଥା ହେଲା କଣ କହିଲ ସେଲିଂ ପ୍ରାଇସ୍ ଟା ମାନେ କୋଉ ଆକ୍ସେସରିଜ୍ ନେବେ ସେଇ ଆକ୍ସେସରିଜ୍ ଉପରେ ଡିପେଣ୍ଡ କରେ ଆମେ ତ ଟୋଟାଲ ସେଟଅପ୍ ସେଲ୍ କରୁଛୁ ଗାଡି ସହ ବୁଝିଲେ ନା। ହଁ। ତ ଆମ ପାଖରେ ଯୋଉ ଏକ୍ସଟ୍ରା ଆକ୍ସେସରିଜ୍ ଅଛି ତାହାର ବି ଆମାଉଣ୍ଟ କିଛି ଏକ୍ସଟ୍ରା ହଉଛି। ହଁ ପ୍ରତ୍ୟେକ ଆକ୍ସେସରିଜ୍ କିଛି ଗୋଟେ ପର୍ଟିକୁଲାର ଆମାଉଣ୍ଟ ଫିକ୍ସ ହେଇଛି ବୁଝିଲେ ନାଇଁ। ତ ସେ କୋଉ ପ୍ରକାର କେତେ ଜିନିଷ ନେବେ କେତେ ଆମାଉଣ୍ଟ ମାନେ କେତେ ମାନେ ସେ ରିକ୍ୱାର୍ଡ କରୁଛନ୍ତି ସେ ରିକ୍ୱାର୍ଡ ଅନୁଯାୟୀ ତାଙ୍କ ପାଇଁ ଆମାଉଣ୍ଟ କ୍ରିଏଟ୍ ହବ। ସେମିତି କିଛି ଗୋଟେ ଫିକ୍ସ ଆମାଉଣ୍ଟ ନାହିଁ ଯେ ଏତିକି ଟଙ୍କା ଏତିକି ଟଙ୍କା ସେମିତି କିଛି ନାହିଁ ବୁଝିଲେ ତପୁ ଭାଇ। ଆଉ ଯଦି ବି ଯୋଉ ରେଟ୍ ସେ ଜାଣିବାକୁ ଚାହୁଁଛନ୍ତି ମତେ ପର୍ସନାଲ କଣ୍ଟାକ୍ଟ କଲେ ସେଇ ରେଟ୍ ଟା ମୁଁ କହିଦେବି। ଆଚ୍ଛା। ସମସ୍ତଙ୍କର ରିକ୍ୱାର୍ଡ କିଛି ଅଲଗା ରହୁଛି ନା। ହଁ ଭାଇ। ଚାହିଁବେ ଧର ମୋର ଚିଡ଼ା ଦରକାର ଅଛି ବା ସାର୍ପି ମୋର କେତେ ଏକ୍ସଟ୍ରା ଦରକାର ଅଛି। ଦେଖ ତପୁ ଭାଇ ଆଜ୍ଞା ଡିଜି କଥାଟା କଣ ନା ଯିଏ ଯୋଉ ଭାଇ ଆମର ନେବେ ଡିଜେ ଗାଡି ଆଜ୍ଞା। ତାଙ୍କୁ ଡିଜି ଟା ଦବାକୁ ବାଧ୍ୟ ଆମେ। ହଁ ଭାଇ ହଁ ବୁଝିଲେ ସେଇଟା ନା ତ କିନ୍ତୁ ସାର୍ପି କଥାରେ କଣ ହେଇଯାଉଛି ମୋ ପାଖରେ 90 ପିସ୍ ପ୍ଲସ୍ ସାର୍ପି ଅଛି। ହଁ। ତ ଯୋଉ ଭାଇ ମୋର ଡିଜେ ନେବେ ଯଦି ସେ 50 ପିସ୍ ଭଳିଆ ଯଦି ସାର୍ପି କି ଏକ୍ସ ଯଦି ଟୋଟାଲ ନେଇଗଲେ ଭଲ କଥା। ହଁ। ଯଦି ଟୋଟାଲ ନ ନେଇ ପାରିଲେ ଯଦି ରେଷ୍ଟ ଆମାଉଣ୍ଟ କିଛି ବଳିଲା ମୁଁ ଭାଇଙ୍କୁ ଖୁସିରେ ଦେଇପାରିବି ଅନ୍ୟ ଭାଇଙ୍କୁ ଯୋଉ ଭାଇ ସାର୍ପି ନବା ପାଇଁ ଇଚ୍ଛୁକ ଥିଲେ। ଆପଣଙ୍କର ଏଇ ଯୋଉ ଶକ୍ତି ଯୋଉ ନେମ୍ ଟା ଏଇ ଯୋଉ ସେଟଅପ୍ ର ଯୋଉ ନେମ୍ ଟା ଏଇଟା ଆଜ୍ଞା ଆପଣ ସେଲ୍ କରିବେ ନା ଏଇଟା ଯୋଉ ରହିବ? ନା ନା ସେଟଅପ୍ ରହିବ ସେଟଅପ୍ ର ଯୋଉ ନାଁ ଟା ଯୋଉ ବ୍ରାଣ୍ଡିଂ ଟା ରହିବ। ହଁ। ଆକ୍ସେସରିଜ୍ ଗୁଡାକ ସବୁ ସେଲ୍ ହବ। ଓହୋ ଆମର ଗଣେଶ ପୂଜା ଆଗରୁ ସେଲ୍ ହବ ନା ପରେ ସେଲ୍ ହେଇଯିବ? ଦେଖନ୍ତୁ ଭାଇ ବର୍ତ୍ତମାନ ଯଦି ଭାଇ କୋଉ ଭାଇ ନବା ପାଇଁ ଇଚ୍ଛୁକ ଯଦି ଅଛନ୍ତି ହଁ। ତ ଯାହାବି ଯଦି କିଛି ପ୍ରକାର ଫାଇନାଲ ହେଲା ଆଜ୍ଞା ତ ସେ ଯୋଉ ଏଗ୍ରିମେଣ୍ଟ କେବଳ ହବ ଫେବୃଆରୀ ଯାକେ। ଫେବୃଆରୀ ମାସ ଭିତରେ ଏଗ୍ରିମେଣ୍ଟ ହବ ଆଜ୍ଞା ଏବଂ ଯୋଉ ସେଟଅପ୍ ଯଦି ଯୋଉ ଟୋଟାଲ ଯୋଉ ସେଲ୍ ହବା କଥା କୁହାହଉଛି ସେଟଅପ୍ ସେଲ୍ ହବ ଗଣେଶ ପୂଜାର 2 ମାସ ପୂର୍ବରୁ କି 1.5 ମାସ ପୂର୍ବରୁ। ଆଜ୍ଞା। ନହେଲେ ବାକି ବର୍ତ୍ତମାନ ଗଣେଶ ପୂଜା ଯାକେ ସେଟଅପ୍ ମୋ ପାଖରେ ରହିବ। ହଁ। ଗଣେଶ ପୂଜା ପୂର୍ବ ଯାକେ। ହଉ ଭାଇ ଆମର ଯିଏ ଯଦି ନବାକୁ ଚାହିଁବେ ଆପଣଙ୍କୁ କଣ୍ଟାକ୍ଟ କରି ନମ୍ବରଟା ଦେଇଥାଏ ଏଇଟା। ନମ୍ବରଟା ହଉଛି 9692726990 ଏଇଟା ହଉଛି ଆଜ୍ଞା ମୋ ନମ୍ବର। ଆଜ୍ଞା। ଆଉ ବାପାଙ୍କ ନମ୍ବର ହଉଛି 9861128434। ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଭାଇ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ ବି ଭାଇ ଆପଣଙ୍କର ବହୁତ ମୂଲ୍ୟବାନ ସମୟ ମତେ ବି ଦେଇଛନ୍ତି। ନା କେବଳ ନୁହେଁ ଯେ ମୁଁ ଏକା ଆମର ତ ଦେଇଛି। ଭାଇ ଏରା କର୍ତ୍ତବ୍ୟ ଭାଇ ଆପଣଙ୍କ ପାଇଁ। ନା ନା ଭାଇ ଆପଣଙ୍କର ସେ ଯୋଉ ଛୋଟ ଛୋଟ ନିଷ୍ପତ୍ତି ଆଉ ଛୋଟ ଛୋଟ ଯୋଉ ପ୍ରୟାସ ଭାଇ ଆମ ସାଉଣ୍ଡ ଆମ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଭାଇ ବହୁତ ବଡ ଗୋଟେ କଣ କହିଲ ଆମକୁ ନିଜକୁ ଗୋଟେ ବହୁତ ବଡ ଷ୍ଟେପ୍ କୁ ଆଗକୁ ନଉଛି କାରଣ ଆପଣଙ୍କର ୱିଦାଉଟ୍ କିଛି ସ୍ୱାର୍ଥରେ ଆପଣ ଆମ ପାଇଁ ଏତେ ସବୁ ସାରା ଜିନିଷ କରୁଛନ୍ତି। ବୁଝିଲେ ନାଇଁ ଆପଣ ଯୋଉ କୋଶ୍ଚିନ୍ ଯୋଉ ମତେ ଯୋଉ ପଚାରିଲେ ଆଜ୍ଞା। ଆପଣଙ୍କର ବି ଫାଇଦା ହଉଛି କିନ୍ତୁ ସବୁଠୁ ବିଶେଷ କରି ବେଶୀ ଫାଇଦା କାହାର ହଉଛି? ସେଇ ଡିଜେ ଭାଇଲା ଭାଇଙ୍କର ହିଁ ଫାଇଦା ହଉଛି ତ ଆପଣଙ୍କୁ ମୁଁ ସେଇ କଥାଟା କହିବି ଯେ ଆପଣ ଆପଣଙ୍କର ମୂଲ୍ୟବାନ ଯୋଉ ସମୟ ଦେଇଛନ୍ତି ମୁଁ ସେଇଟା ଶୁଣିକି ମାନେ ମୁଁ ସେଇଟା ପାଇକି ଖୁସି ହେଲି ଆପଣ ସେଇଟା କହିଲେ ଯଥାର୍ଥ ହେଲା ଭଳିଆ ମତେ କାଇଁ ଲାଗୁନି ବୁଝିଲେ ତ ଭାଇ। ନାଇଁ ଭାଇ ଏମିତି କିଛି ନାଇଁ ଭାଇ ଆମର ତ ଭାଇ ଭାଇ ସମ୍ପର୍କରେ ତ ଏମିତି କିଛି ନାହିଁ। ନିହାତି ଭାଇ ଡିଜେ ଥିଲେ ବି ଭାଇ ଡିଜେ